ଆମର ଭୋଜିରେ ବହୁତ ସାରା ଆଇଟମ୍ ବନିଥିଲା ଆଉ ତା ଭିତରୁ ଯୋଉଟା ବନିଥିଲା ପୋଟଳ କୋର୍ମା, ତ ସେଟା ବହୁତ ହି ଟେଷ୍ଟି ବନିଥିଲା। ଆମର ସମସ୍ତଙ୍କର ଗୋଟେ ଗୋଟେ ଆଇଟମ୍ସ ସମସ୍ତଙ୍କୁ ଡିଷ୍ଟ୍ରିବ୍ୟୁଟ୍ ହେଇଯାଇଥିଲା କି ସମସ୍ତେ ଅଲଗା ଅଲଗା ଆଇଟମ୍ର ପ୍ରିପାରେସନ୍ କରିବେ ବୋଲି। ତ ଚାଲନ୍ତୁ ପୋଟଳ କୋର୍ମାର ରେସିପିଟା ମୁଁ ଆପଣଙ୍କ ସାଙ୍ଗରେ ସେୟାର କରିବି। ଏଠି ଦେଖନ୍ତୁ ସୋରିଷ ତେଲ ପଡ଼ିଯାଇଛି ପ୍ୟାନ୍ରେ, ତା ସାଙ୍ଗରେ ଏଠି ଢେର ସାରା ତେଜପତ୍ର ପଡ଼ିଯାଇଛି, ତା ସାଙ୍ଗରେ ବଡ଼ ଇଲାଇଚି ବା ଗୁଜୁରାତି ଆପଣମାନେ ଯାହା ବି କୁହନ୍ତି ତାକୁ ପକେଇ ଦେଇଛେ। ସବୁଠୁ ପ୍ରିପାରେସନ୍ ହେଉଛି ମେନ୍ ହେଉଛି ମସଲାଟା, ତା ସାଙ୍ଗରେ ପୋଟଳର କାଟିବାଟା। ଆଉ ଆ ପୂର୍ବରୁ ଯାହା ସବୁ ଜିନିଷ ବନି ସାରିଛି ମୁଁ ଆପଣଙ୍କୁ ପ୍ରଥମେ ସେସବୁ ଜିନିଷ ଜଣେଇ ଦେଉଛି। ତ ଏଠି ତାପରେ ପିଆଜଟାକୁ ଆମେ ଭାଜିଦେବା, ଗୋଲ୍ଡେନ୍ କଲର୍ ହେବା ପର୍ଯ୍ୟନ୍ତ ଆମେ ଭାଜି ନେବା। ଆଉ ପୂର୍ବରୁ ପ୍ରିପାରେସନ୍ ହେଇକି ଯେଉଁଟା ରହିଛି କିଛି ବୁଟ ଡାଲି କି ଭିଗେଇକି ମାନେ 8 ଘଣ୍ଟା ଆଗରୁ 2 ଘଣ୍ଟା ପାଇଁ ବୁଟ ଡାଲିକି ମାତ୍ର ଭିଜେଇକି ତାକୁ ମୋଟା ମୋଟା ବାଟିକି ତାର ପକୋଡ଼ା ଛଣା ହେଇକି ରହିଛି। ଆଉ ଦେଖନ୍ତୁ ଏଠି ପିଆଜରେ ଜଲ୍ଦି ଲୁଣଟା ପକେଇଦେଲେ ସେଇଟା ଜଲ୍ଦି ସଫ୍ଟ ହେଇଯିବ ବୋଲି ଲୁଣଟା ପଡ଼ିଗଲା। ଆଉ ଆପଣମାନେ ଏଇ ଷ୍ଟାଇଲ୍ରେ ଦେଖନ୍ତୁ ବନାନ୍ତୁ, ତାପରେ ଆପଣମାନେ ମୋତେ କହିବେ କି କେମିତି ଲାଗିଲା। ମୁଁ ବିଲକୁଲ ବି କହିବିନି। ଆଉ ଏଠି ସମସ୍ତେ ଏନ୍ଜୟ କରୁଛନ୍ତି, ସମସ୍ତେ ବସିଛନ୍ତି ଆଉ ସମସ୍ତଙ୍କୁ ଅଲଗା ଅଲଗା ଆଇଟମ୍ ଦିଆହେଇଥିଲା, ଯେମିତିକି ଏପଟ ସେପଟ କିଛି ହେବନି ଆଇଟମ୍। ତାପରେ ଏଠି ଟମାଟର ପଡ଼ିଯାଇଛି। ଟମାଟର ଦେଖନ୍ତୁ କେମିତି ଭାବରେ ବଡ଼ ବଡ଼ କଟା ହେଇକି ପଡ଼ିଛି। ଯେହେତୁ ଏଟା ଭୋଜିରେ ଜିନିଷଟା ବନେଇଛି ଟିକେ ତେଲ ଅଧିକା ଥିଲା, ସେଥିଲାଗି ଜଲ୍ଦି ସଫ୍ଟ ବି ହେଇଯାଇଥିଲା। ଆଉ ତା ସାଙ୍ଗରେ ବୁଟ ଡାଲିର ପକୁଡ଼ିଟା ବନା ହେଇକି ରଖାହେଇଛି, ତା ସାଙ୍ଗରେ ପୋଟଳ ଆଉ ଆଳୁକୁ ଛଣା ହେଇକି ରଖାଯାଇଛି। ଆପଣମାନେ ଚାହିଁଲେ ତାକୁ ସେଲୋ ଫ୍ରାଏ କରିପାରିବେ, ଘରେ ନର୍ମାଲି ଯେମିତି କରନ୍ତି ସେମିତି ବି କରିପାରିବେ, କିଛି ଅସୁବିଧା ନାହିଁ। କିନ୍ତୁ ହଁ, ଭୋଜି ଷ୍ଟାଇଲ୍ରେ ଯେତେବେଳେ ଟିକେ ତେଲର ମାତ୍ରାଟା ଅଧିକା ନିଶ୍ଚିନ୍ତ ଭାବରେ ରହିବ। ଆଉ ଏବେ ଏଟା ଅଦା ରସୁଣର ପେଷ୍ଟ ପକା ହେଇଯାଇଛି, କେବଳ ଅଦା ଆଉ ରସୁଣ 50-50, ଅଦା ଟିକେ କମ୍ ରସୁଣ ଟିକେ ଅଧିକା, ମାନେ ଯେମିତି ରସୁଣ 300 ଗ୍ରାମ ହେଲେ ଅଦା 100 ଗ୍ରାମ ଏମିତି ଟାଇପ୍ର ବଟା ହେଇକି ଏଟା ରଖାଯାଇଛି। ତାକୁ ଆମେ କଷି ନେବା। ଆଉ ଗୋଟେ ସାଇଡ଼୍ରେ ତାର କାଶ୍ମୀରୀ ଲାଲ ମିର୍ଚ ପାଉଡ଼ରଟା ପଡ଼ିଯାଇଛି କଲର୍ ପାଇଁ। ଏବେ ଆମେ ସେଥିରେ ହଳଦୀ ପାଉଡ଼ର, ମାନେ ମୁଁ ନୁହଁ ଯିଏ ରୋଷେଇ କରୁଛନ୍ତି ତାଙ୍କୁ ବି ଦେଖେଇବା ଆଉ ଟିକେ ପରେ ଆପଣଙ୍କୁ ଭଲ ଭାବରେ। ବହୁତ ହି ଟପ୍ କୁକ୍ ଆପଣମାନେ କହିପାରିବେ, ବହୁତ ହି ଭଲ ଭଲ ଆଇଟମ୍ ବନାନ୍ତି। ମୁଁ ଯେହେତୁ ତାଙ୍କ ଆଇଟମ୍ ସବୁ ଆଗରୁ ଖାଇଥିଲି ସେଥିଲାଗି କହିଲି ଏଇଟା ଭିଡ଼ିଓ ବନେଇକି ଆପଣଙ୍କ ସାଙ୍ଗରେ ମୁଁ ସେୟାର କରିବି। ସେଥିଲାଗି ମୁଁ ସବୁ କାମ ଦାମ ଛାଡ଼ି ଏଠି ବସି ଭିଡ଼ିଓ ବନାଉଛି। ଦେଖନ୍ତୁ ଏବେ ଅଦା ରସୁଣ ପେଷ୍ଟଟା କଷି ସାରିଲାଣି, ତେଲ ଉପରକୁ ଉଠି ସାରିଲାଣି। ତାପରେ ଏଠି ମିଟ୍ ମସଲା ପଡ଼ିଯାଇଛି। ଆଉ ତାପରେ ଏଠି ଆଉ ବାକି ଅଳ୍ପ ଟିକେ ପାଣି ଦିଆଯାଇଛି, ଯେହେତୁ ମସଲାଟା ଡ୍ରାଏ ହେଇ ଆସୁଛି। ତାପରେ ତାକୁ ଟିକେ କଷିଦେବା ଭଲ ଭାବରେ ମସଲାକୁ। ଆଉ ଆପଣଙ୍କଠୁ ରେସିପିଟା ମୋର ଶିଖିବାର ବହୁତ ଲୋଭ ଥିଲା, ସେଥିଲାଗି ମୁଁ ଏଇଟା ସୁଟ୍ କରିଛି। ଆଉ ଏବେ ଚାରୁ ମଗଜ ଆଉ ପୋସ୍ତ ଦୁଇଟାକ ଭିଜେଇକି ରଖା ହେଇଥିଲା, ତାର ପେଷ୍ଟଟା ଦିଆ ହେଇଯାଇଛି। ଏବେ ୟାକୁ ଭଲ ଭାବରେ ଆମେ କଷିଦେବା। ଚାରୁ ମଗଜ ପୋସ୍ତଟା ପଡ଼ିଲା ମାନେ ଟିକେ ସେଇଟା ମସଲାଟା ଲାଗିବ, ତାକୁ ଟିକେ କେୟାରଫୁଲି କଷିବାକୁ ପଡ଼ିବ। ମସଲା ବିଲକୁଲ ବି ତଳେ ଚିପକେଇବେନି, ମସଲା ତଳେ ଚିପକେଇ ଦେଲେ ପୋଡ଼ା ସ୍ମେଲ୍ ଆସିବ, ଟେଷ୍ଟ ଖରାପ ହେଇଯିବ ତରକାରୀର ପୁରା। ଆଉ ସେ ଲଗାତାର ସେତେବେଳୁ ବସିକି ଚଲେଇ ଚାଲିଛନ୍ତି, ଆପଣମାନେ ଦେଖିପାରୁଥିବେ। ତା ବାଦ ଏଠି ଦେଖନ୍ତୁ, ଯେମିତି ମୁଁ କହିଥିଲି ପୂର୍ବରୁ ପୋଟଳଟା ଛଣା ହେଇକି ରଖାହେଇଛି, ଆଳୁଟା ଛଣା ହେଇକି ରଖାହେଇଛି, ତାପରେ ସେଠି ପକୋଡ଼ାଟା ବନେଇକି ରଖାହେଇଛି। ପକୋଡ଼ାଟା 2 ଫାଳ କଟା ହେଇକି ପଡ଼ିବ। ଏମିତି ମାନେ ଛୋଟ ଛୋଟ ଆଳୁ ସାଇଜ୍ର ପକୋଡ଼ାର ସେ ମାନେ ସାଇଜ୍ ବନେଇଛି, ତାକୁ 2 ଫାଳ କଟା ହେଇକି ତାକୁ ପଡ଼ିବ। ଆଉ ପ୍ରଥମେ ଆଳୁଟା ଯେହେତୁ ଟିକେ ଅଧିକା ସମୟ ସିଝିବ, ତେଣୁ ପ୍ରଥମେ ଆଳୁଟା ପକା ହେଇଯାଇଛି ମସଲା କଷାରେ। ତାପରେ ମୁଁ ତାଙ୍କୁ ପଚାରିଲି କି ଆଗ ତ ପୋଟଳଟା କଷିକି ତାପରେ ପାଣି ଦେବା କଥା, ତ ସେ କହିଲେ ନାଇଁ, ପୋଟଳଟା ଆଗ ପକେଇ ଦେଲେ ତାପରେ ପାଣି ଦେଲେ ପୋଟଳଟା ସବୁ ପାଣିକୁ ଆବଜର୍ଭ କରିନେବ, ତେଣୁ ଆମେ ଅଳ୍ପ ପାଣି ଦେବା। ଆଉ ତାକୁ ପୁରା ଫୁଟେଇକି ଯେତେବେଳେ ସେଟା ରେଡ଼ି ହେଇଯିବ, ଲାଷ୍ଟକୁ ଖାଲି ପକୋଡ଼ାଟା ଆଉ ଇଏଟା ପଡ଼ିବ, ପୋଟଳଟା ଜଷ୍ଟ 2-3 ମିନିଟ୍ ମସଲା ସାଙ୍ଗରେ ଖାଲି ସେଟା ମିଶିବା ପାଇଁ। ଆଉ କିଛି ବି ବିଲକୁଲ ବି ପାଣି ସାଙ୍ଗରେ ପୋଟଳଟା ପଡ଼ିବନି। ତ ଭୋଜିରେ ଏମିତି ଛୋଟ ମୋଟ ଟ୍ରିକ୍ ସବୁ ରହିଥାଏ, ଯାହାଦ୍ୱାରା ଖାଇବାଟା ସେଠି ଟେଷ୍ଟି ବନିଥାଏ। ଏବେ ସେଥିରେ ପାଖାପାଖି ପାଣି ଦିଆଯାଇଥିଲା 8ରୁ 10 କପ୍।
आमे पाखापाखि तो खाଇବା बनिथिला आमे तो अच्छु 10 जन लोक किंतु खाଇବା बनि जायतला 15 20 लोक पय तापर सेटा फुटी आसिकी ग्रेवीटा रेडी हे गला परे ग्रेवीटार कलर बेसी रेड आसीबन जेहेतु चारु मगज वगैरह दिया हेची तापर पोटल आ पकोड़ा दीटाक पक्का हो जाए। प्रथम पोटलटा पड़ा और तापर देखो पकोड़ाटा पड़ा आपको मात्र 5 मिनट ताको खाली मसला सांगरे जमती मसला सेटा सोक करन मसला सांगरे भल भाव मिसीज से जाए ताको ऊपर देके तापर ओल्हेकी से दिहब फुटण गोटे फुटण बा तड़का जहाँ भी आपण मैंने कहींपारे तो ये तेल नहीं तेल पंच फुटण आमर पड़ जाइए तापर ये पड़ जाइए सुखिला लंका बस एतिक ही फुटण दिहब आउ एठी देखंतु बहुत ज़्यादा ठंडा जेहेतु अच्छे सब खाली धुआं धुआं बाहर खाइबाटा गरम खाइबार तो ठीक रे कैमरा रे टिके देखेबाकू मते प्रॉब्लम होउची। तो एबे हे गला रेडी हमर पोटल आलू एटा तांको पटे कहंती धोका तरकारी माने आपण पोटल बोली भाबी खाइला बेलकू सेतिर बाहरिबो पकोड़ाटा तो एटा होची धोका तरकारी आ एटा तांकर गोटे होममेड गरम मसला पड़ुची आहार रेसिपी एक्चुअली मते भी जणा नै केबे मु आपनको सांगरे आनिले ताकठू आनिकी मु शेयर करदेवी आपनको सांगरे यार रेसिपी मते भी एजाए जणा नाही बाकी एतिकी जाए केवल गरम मसला को छाड़ी भी जदि आपण माने एतिकी जाए एई तरीका रे आपण माने खाइबाटा बनेबे ताहले टेस्ट निश्चिंत भावे भल आसीबो। आपण माने मते निज आडू कमेंट करी कहिबे कि भल लागिला बोली।